ଭକ୍ତ ଶାଲବେଗ ଡାକିଥିଲା, ପ୍ରଭୁ ରଥ ଅଟକେଇ ଦେଲେ। ଦାସିଆ ବାଉରି ନଡ଼ିଆ ନେଇଥିଲା, ତା ହାତରୁ ପ୍ରଭୁ ଛଡ଼େଇ ନେଲେ। ବନ୍ଧୁ ମହାନ୍ତି ଉପାସରେ ଥିଲେ, ତାଙ୍କୁ ନିଜର ଭୋଗ ଥାଳି ନେଇକି ସମର୍ପିଥିଲେ। ଆଉ ଶବରୀର ଯେଉଁ ଚାଖଣା କୋଳି, କୋଉଟା ମିଠା, କୋଉଟା ଖଟା, କୋଉଟା କଷା, ଚାଖିକି ଦେଇଥିଲା। ପ୍ରଭୁ ଖାଇଥିଲେ। ଜାତିରେ ଗୌଡ଼ୁଣୀ ଦହି ଜଗିକି ବସିଥିଲା, ରାସ୍ତାରେ ବିକ୍ରି କରୁଥିଲା। କାଞ୍ଚି ଅଭିଯାନରେ କଳା ଧଳାର ଘୋଡ଼ା ଧଳାରେ ଯାଇକି ପ୍ରଭୁ ନିଜେ ପିଇଥିଲେ। ସେ କେହି ନୁହନ୍ତି, ସେଇ ହେଉଛନ୍ତି ଜଗତରନାଥ, ଜଗନ୍ନାଥ ମହାପ୍ରଭୁ। ସମସ୍ତେ ଦେଶବାସୀ ଶରଣ ପଶ ତାଙ୍କ ପାଖରେ। ସିଏ ଯାଇକି ଆପଣମାନଙ୍କୁ ସବୁ ସୁଚାରୁ ରୂପେ ଦେଖିବେ। ଆଉ ଭାବୁଛ ଆମେ ସରକାର, ତମେ କି ସରକାରରେ କେଉଁ ମୁଖ୍ୟମନ୍ତ୍ରୀ, କେଉଁ ପ୍ରଧାନମନ୍ତ୍ରୀ, କେଉଁ ଦେଶର ମନ୍ତ୍ରୀ, କେଉଁ ରାଷ୍ଟ୍ରପତି କେହି ତା ଆଗରେ ବଡ଼ ନୁହନ୍ତି। ସିଏ ନିଜେ ହିଁ ବଡ଼। ସିଏ ଚାହିଁଲେ ଅଟକି ଯିବ, ସିଏ ଚାହିଁଲେ ଚାଲିବ। ତେଣୁ କିଛି ଶିକ୍ଷା ହେଲା। 2025ର ଯେଉଁ ଜଗନ୍ନାଥଙ୍କର ରଥକୁ ଆପଣମାନେ ଟାଣି ନେବେ ବୋଲି ଭାବୁଥିଲେ, ଟାଣି ପାରିଲେ ନାହିଁ? ନାହିଁ ନାହିଁ ମ, ଇଏ ଓଡ଼ିଶା, ଉତ୍କଳ ଆଉ ଶ୍ରୀକ୍ଷେତ୍ର ସଂସ୍କୃତି ଜଗନ୍ନାଥ ଦେଶର ଏ ହେଉଛି ମାଟି। ତେଣୁ ଏ ମାଟିକି ଆପଣମାନେ ସମସ୍ତେ ସମ୍ମାନ କରିବା ଦରକାର। ତେଣୁ ପ୍ରଧାନମନ୍ତ୍ରୀ ହେଉଛନ୍ତି ତାଙ୍କର ପ୍ରଧାନ ସେବକ, ରାଷ୍ଟ୍ରପତି ହେଉଛନ୍ତି ତାଙ୍କର ପ୍ରଧାନ ସେବକ ସବୁବେଳେ। ଆଉ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କର ପ୍ରଧାନ ସେବକ। କି ମନ୍ତ୍ରୀଗିରି ଦେଖାଉଛ ହେ? ଜାଣିନଥିବ ନନ୍ଦିନୀ ଶତପଥୀ ଯେତେବେଳେ ଥିଲେ ମୁଖ୍ୟମନ୍ତ୍ରୀ, ହାତୀ ବେକରେ ମାନେ ଦୌଡ଼ା ଲଗେଇକି ଟାଣିଥିଲେ, ଛିଡ଼ିଗଲା ଦୌଡ଼ା। ସେ ଜଗା, ଆଉ କେହି ନୁହଁ। ତାକୁ ସମସ୍ତେ ତା ପାଖରେ ଶରଣ ପଶ, ତାକୁ କୁହ ପ୍ରଭୁ ଯାହା ଦୋଷ ଆମେ ସବୁ କରିଛୁ ତାକୁ କ୍ଷମା କରିକି ପୁଣି ଚାଲ, ଅଭିମାନ ପ୍ରଭୁ ଭଙ୍ଗ କର, ତାହେଲେ ସିଏ ଶୁଣିବ। ଏହାକୁ ଲାଇକ୍, ସେୟାର, ସବସ୍କ୍ରାଇବ୍। ଯେବେ ପ୍ରକୃତ ଜଗନ୍ନାଥଙ୍କର ଭକ୍ତ ହେଇଥାନ୍ତି ଆପଣମାନେ ନିଶ୍ଚୟ ବହୁ ମାତ୍ରାରେ କରିବେ, 100ରେ କରିବେ। କାରଣ ସେ ଜଗତରନାଥ ଜଗନ୍ନାଥଙ୍କର ଇଚ୍ଛାରେ ଏ ସଂସାର ଚାଲୁଛି। କି ରୁଷିଆ, କି ଆମେରିକା, କି ଲଣ୍ଡନ, କି ଫରେନ୍, କାହିଁ ତମ ପରମାଣୁ ବମ୍ କିଛି କାମ କଲାନି? ବିଶ୍ୱଯୁଦ୍ଧ ହେଲାନି? କିଛି ହେବନି। ଜଗା ନିର୍ଦ୍ଦେଶରେ ପବନ, ଜଳସ୍ଥଳ, ଆକାଶ, ଅଗ୍ନି, ବାୟୁ ଦେବତା ସମସ୍ତେ ଚାଲନ୍ତି। ଜୟ